ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଦଳାଇଙ୍କ ବିଯୋଗରେ ସ୍ମୃତି ଚାରଣ ସଭା ଗତ 26 ତାରିଖ ଦିନ ପଞ୍ଚଭୂତରେ ଲୀନ ହୋଇଥିବା କୁକୁଡ଼ାଖଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଦଳାଇଙ୍କ ପାର୍ଥିବ ଶରୀର ଚାନ୍ହୁ 12 ଦିନ ବିତିଗଲା। କୁକୁଡ଼ାଖଣ୍ଡି ଦଳୁଆ ସାହି ନିଜ ବାସଭବନ ଠାରେ ତାଙ୍କର ଦ୍ୱାଦଶାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ହଜାର ହଜାର ଶୁଭେଚ୍ଛୁ ସାଙ୍ଗକୁ ଜନପ୍ରତିନିଧି ସାଙ୍ଗକୁ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ପ୍ରତାପ ଚନ୍ଦ୍ର ଦଳାଇଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ତାଙ୍କରି ବଡ଼ ଭାଇ ନିତ୍ୟାନନ୍ଦ ଦଳାଇଙ୍କ ସଭାପତିତ୍ୱରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ସେ 1984 ଠାରୁ 1989 ମସିହାରେ କୁକୁଡ଼ାଖଣ୍ଡି ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ରାଜନୀତିରେ ପାଦ ଥାପିବା ଦିନ ଠାରୁ ସେ କେବେ ପଛକୁ ଫେରି ନାହାନ୍ତି। 1992 ଠାରୁ 1995 ସମିତି ସଭ୍ୟ ଭାବେ ବିଜୟୀ ହୋଇ ବ୍ଲକ ଅଧ୍ୟକ୍ଷ ରଚିଛନ୍ତି। ସେ ମେଳାପୀ ମିଷ୍ଟଭାଷୀ ସାଙ୍ଗକୁ ଜଣେ ସ୍ୱାଭିମାନୀ ଜନନାୟକ ଥିଲେ। ସ୍ମୃତି ସଭାରେ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ, ପୂର୍ବତନ ବିଡିଓ ଚେୟାରମ୍ୟାନ୍ ନିରଞ୍ଜନ ଜେନା, ଗଞ୍ଜାମ ଓ ଫୁଲବାଣୀ ଟ୍ରକ୍ ୟୁନିୟନ ସଭାପତି ପ୍ରମୋଦ ଜେନା, ବିସିସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର, ବିସିସି ବ୍ୟାଙ୍କ ନିର୍ଦ୍ଦେଶକ ଭବାନୀ ଶଙ୍କର ବିଶ୍ୱାଳ, ଏ ଚିନ୍ତାମଣି, କିଶୋର ପାତ୍ର, ଯୁବ ସାମ୍ବାଦିକ ପି କୃଷ୍ଣମୂର୍ତ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପ୍ରମୁଖ ଯୋଗ ଦେଇଥିଲେ। କୁକୁଡ଼ାଖଣ୍ଡିରୁ ବ୍ୟୁରୋ ଚଫ୍ ଲାଇଭ୍ ଓଡ଼ିଶା ନ୍ୟୁଜ୍ ଅପଡେଟ୍।